ଦେଖନ୍ତୁ ସବୁଆଡ଼େ ପୁରା ସୁନସାନ ଅନ୍ଧାର। ଯେ ଯାର ସବୁ ଘରେ ସବୁ ଶୋଇଛନ୍ତି କେତେ ମଜାରେ। ପାଖାପାଖି 12ଟା ପରେ ହବ ବୋଧେ, କିନ୍ତୁ ମୁଁ ଚେଇଁଛି। ମାନେ ସବୁଠୁ ଗୋଟେ ବଡ଼ କଥା ହେଉଛି ଯେ ଗୋଟେ ମାନେ ଯେତେବେଳେ ଆମେ ଗୋଟେ ଷ୍ଟୁଡେଣ୍ଟ, ଗୋଟେ ଆସ୍ପିରାଣ୍ଟ ଆମ ଲାଇଫରେ, ଏଇଟା ସବୁଠୁ ଗୋଟେ ମେମୋରେବଲ୍ ସମୟ। ଯେତେବେଳେ ସମସ୍ତେ ଆରାମସେ ଶୋଇଥାନ୍ତି, ସମସ୍ତେ ଏନ୍ଜୟ କରିଥାନ୍ତି ନିଦକୁ, ସେତେବେଳେ ଆମେ ଏସବୁ କାମ କରିଥାଉ। ଦେଖନ୍ତୁ ଲାଗିଥାଉ ଏମିତି ରାତି ଅନିଦ୍ରା ହେଇକି ଲେଟ୍ ନାଇଟ୍ ପର୍ଯ୍ୟନ୍ତ ପଢ଼ାପଢ଼ି ଏସବୁ ଜିନିଷରେ ଆମେ ମାତିଥାଉ। ଭାରି ମଜା ଲାଗେ ଏଇ ଜିନିଷଟା। ଆମ ଲାଇଫରେ ହୁଏତ ଏଇଟା କେବେ ଆସି ନପାରେ ଫ୍ୟୁଚରରେ, ତ ଯେଉଁ ସମୟ ଯେତେବେଳେ ବି ଅଛି ତାକୁ ଏନ୍ଜୟ କର। ଏଇଟା ଗୋଟେ ଏନ୍ଜୟେବୁଲ୍ ଲାଇଫ୍। ମାନେ ଯେତେ ଏକା ରହିବ, ନିଜ ସହ ଟାଇମ୍ ସ୍ପେଣ୍ଡ କରିବ, ସେଇଟା ଆଜିକାଲିକା ବହୁତ ଭଲ। ଆଉ ଦେଖନ୍ତୁ ବାହାରେ ପୁରା ଚୁପଚାପ ସୁନସାନ, ପୁରା ଅନ୍ଧାର। ଗୋଟେ ଶବ୍ଦ ଶୁଭିଲା, ମୁଁ ଶୁଣିବାକୁ ଏଇଠି ବାହାରକୁ ଆସିଥିଲି। କିଛି ନାହିଁ। ଆପଣମାନଙ୍କ ଭିତରୁ କାହାର ଏମିତି ଏକ୍ସପିରିଏନ୍ସ ଅଛି ରାତି ଅନିଦ୍ରା ହେଇକି ପଢ଼ିବା, ଏକ୍ଜାମ ପାଇଁ ପ୍ରିପାରେସନ୍ କରିବା, ତ ନିଶ୍ଚୟ ମୋତେ କମେଣ୍ଟରେ ଜଣେଇବେ। ଆଉ ମୁଁ ବି ଜାଣିବି କେତେ ଜଣ ମୋ ଭଳିଆ ରାତିରେ ପଢ଼ାପଢ଼ି କରୁଛ। ମୁଁ ଦିନରେ ସେତେ ପଢ଼ିପାରେନି, ଖରା ଗରମ ଯୋଗୁଁ ପଢ଼ି ହୁଏନି, କିନ୍ତୁ ଥଣ୍ଡା ଟାଇମ୍ରେ ଭାରି ଭଲ ଲାଗେ। ଆକ୍ଚୁଆଲି ପାଗ ବହୁତ ଭଲ ଥାଏ, ସେଥିରେ ଗରମ ହୁଏନି, ଗୁଳୁଗୁଳି ହୁଏନି, ଝାଳ ହୁଏନି, ବହୁତ ଭଲ ଥାଏ। ନିଶ୍ଚୟ କମେଣ୍ଟରେ କହିବେ।